ବନ୍ଧୁମାନେ ଆଜିର ଏହି ଭିଡ଼ିଓରେ ଆମେମାନେ ଜାଣିବା ଯେ 2026 ମସିହାକୁ ଆପଣ କିପରି ଆପଣଙ୍କ ପାଇଁ ଅଧିକ ଶୁଭମୟ କରିପାରିବେ। ଏହି ବର୍ଷ 2026ର ପ୍ରଥମ ଦିନରେ ଅର୍ଥାତ୍ ଜାନୁଆରୀ ମାସର ପ୍ରଥମ ଦିନରେ କେଉଁ ସାମଗ୍ରୀ ଆପଣ ନିଜ ଘରକୁ କିଣିକି ଆଣିବା ଦ୍ୱାରା ସମ୍ପୂର୍ଣ୍ଣ ବର୍ଷଟିରେ ଆପଣଙ୍କ ଗୃହରେ ଧନର ବର୍ଷା ହେବ, ଅର୍ଥାତ୍ ଆପଣଙ୍କ ଗୃହରେ ଦାରିଦ୍ରତା କିମ୍ବା ଧନର ଅଭାବ ଦେଖାଦେବ ନାହିଁ। ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧି, ବୈଭବ, ଐଶ୍ୱର୍ଯ୍ୟ ଏସବୁ ଭରି ରହିବ। ତେବେ ବନ୍ଧୁମାନେ ଏପରି ବହୁତ କିଛି ସାମଗ୍ରୀ ରହିଛି ଯାହା ଆପଣ ନୂଆବର୍ଷର ପ୍ରଥମ ଦିନରେ ନିଜ ଘରକୁ କିଣି ଆଣିପାରିବେ। କାରଣ ଏହିସବୁ ସାମଗ୍ରୀ ଆପଣ ନିଜର ଘରକୁ କିଣିକି ଆଣିବା ଦ୍ୱାରା ଆପଣଙ୍କ ଜୀବନରେ ବହୁତ ସକାରାତ୍ମକ ପରିବର୍ତ୍ତନ ହୋଇଥାଏ। ତ ବନ୍ଧୁମାନେ ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ପାଞ୍ଚଟିରୁ 7ଟି ଜିନିଷ କହିବି। ତ ଏହିସବୁ ମଧ୍ୟରୁ ଆପଣ କୌଣସି ଗୋଟିଏ ବସ୍ତୁ ନିଜର ଘରକୁ ନେଇ ଆସନ୍ତୁ। ତ ବନ୍ଧୁମାନେ ଆସନ୍ତୁ ଜାଣିବା ଯେ 2026 ମସିହାର ପ୍ରଥମ ଦିନରେ ବା ଜାନୁଆରୀ ମାସରେ ଆପଣଙ୍କର ନିଜର ଘରକୁ କେଉଁ ଜିନିଷ ଆଣିବା ଦ୍ୱାରା ଆପଣଙ୍କର ଆଧ୍ୟାତ୍ମିକତା ଉନ୍ନତି ହେବ। ଏହା ସହିତ ଆପଣଙ୍କର ଘର ଧନ ଧାନ୍ୟରେ ଭରିଯିବ। ବନ୍ଧୁମାନେ ଆପଣମାନେ ଜାଣନ୍ତି ଯେ ଏହି କଳି ଯୁଗରେ ଯଦି ଆପଣଙ୍କ ପାଖରେ ପ୍ରଚୁର ମାତ୍ରାରେ ଧନ ଅଛି ତେବେ ଯାଇ ଆପଣ ସମ୍ମାନର ପାତ୍ର ହୋଇପାରନ୍ତି। ସମାଜରେ ଆପଣଙ୍କର ସମ୍ମାନ ରହିଥାଏ, ଆପଣଙ୍କର ଏକ ପ୍ରତିଷ୍ଠା ରହିଥାଏ। ଆପଣଙ୍କର ପାଖରେ ଯେତେ ଜ୍ଞାନ ଥିଲେ ମଧ୍ୟ, ଆପଣ ଯେତେ ବଡ଼ ବ୍ୟକ୍ତି ହୋଇଥିଲେ ମଧ୍ୟ ଯଦି ଆପଣଙ୍କର ଧନ ନାହିଁ ତ ଲୋକମାନେ ଆପଣଙ୍କର କଥାକୁ ଗୁରୁତ୍ୱ ଦେଇନଥାନ୍ତି, ଆପଣଙ୍କ ଉପରେ ହସିଥାନ୍ତି। ତ ବନ୍ଧୁମାନେ ଏମିତି ବି ଦେଖିଥିବେ ଯେ ଯେଉଁ ବ୍ୟକ୍ତି ବର୍ତ୍ତମାନ ଭିକାରୀ ଥିବ, ଯଦି ବି କେବେ ବି ସେ ରାଜା ହୋଇଯାଏ ତେବେ ତାର ଭିକାରୀ ଅବସ୍ଥାକୁ ଲୋକ ଭୁଲି ଯାଇଥାନ୍ତି, ତାକୁ ଲୋକେ ରାଜାରୁ ହିଁ ସମ୍ମାନ ଦେଇଥାନ୍ତି। ଏବଂ ଯଦି ଜଣେ ରାଜା ଭିକାରୀ ବନିଯାଆନ୍ତି ସେତେବେଳେ ତାଙ୍କ ପାଖରେ ଆଉ ରାଜାର ସମ୍ମାନ ନଥାଏ। ଲୋକମାନେ ତାଙ୍କୁ ଭିକାରୀ ଭଳି ହିଁ ବ୍ୟବହାର କରିଥାନ୍ତି। ତ ଆଜିର ଦୁନିଆରେ ଧନ ହିଁ ମନୁଷ୍ୟ ପାଇଁ ସର୍ବଶ୍ରେଷ୍ଠ ପାଲଟି ଯାଇଛି। ଧନ ଅନୁସାରେ ହିଁ ମନୁଷ୍ୟର ସମ୍ମାନକୁ ମପା ଯାଇଥାଏ, ତାକୁ ଇଜ୍ଜତ ଦିଆଯାଇଥାଏ। ତେବେ ବନ୍ଧୁମାନେ ଆମେ ତ ପରିଶ୍ରମ କରିକି ଧନ ଉପାର୍ଜନ କରିବା, ତ ପ୍ରତ୍ୟେକ ବ୍ୟକ୍ତି ପରିଶ୍ରମ ମଧ୍ୟ କରିବା ଉଚିତ। ତେବେ ପରିଶ୍ରମ କରିବା ସହିତ କିଛି ଏପରି ଦ୍ରବ୍ୟ ରହିଛି ଯାହାକୁ ଯଦି ଆପଣ ଘରକୁ ନେଇ ଆସନ୍ତି ତ ଆପଣଙ୍କ ପାଇଁ ଧନ ଆସିବାର ଅନେକ ରାସ୍ତା ଖୋଲି ଯାଇଥାଏ ଏବଂ ଆପଣଙ୍କୁ ଏକ ଜାଗାରେ 100 ଟଙ୍କା ମିଳିଥାଏ, ଅର୍ଥାତ୍ ଆପଣଙ୍କର ଧନରେ ବୃଦ୍ଧି ହୋଇଥାଏ। ତେବେ ଆସନ୍ତୁ ଜାଣିବା ନୂଆବର୍ଷ ଦିନ କେଉଁ ଦ୍ରବ୍ୟ କିଣିକି ଆଣିବା ଦ୍ୱାରା ଆପଣଙ୍କ ଗୃହରେ ବହୁତ ଶୀଘ୍ର ଧନ ଧାନ୍ୟରେ ଭରପୁର ହୋଇଯିବ। ଏହା ସହିତ ଆପଣଙ୍କ ଗୃହରେ ସୁଖ ଶାନ୍ତିର ବାତାବରଣ ମଧ୍ୟ ରହିବ। ତେବେ ବନ୍ଧୁମାନେ ଭିଡ଼ିଓଟିରେ ଆଗକୁ ବଢ଼ିବା ପୂର୍ବରୁ ଆପଣମାନେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ତେବେ ବନ୍ଧୁମାନେ ପ୍ରଥମ ଜିନିଷଟି ହେଉଛି ଶୁଆର ଚିତ୍ର। ଆପଣ କାହିଁକି ନୂଆବର୍ଷର ପ୍ରଥମ ଦିନରେ ନିଜ ଘରକୁ ଶୁଆର ଚିତ୍ର ଆଣିବା ଉଚିତ? ତେବେ ବନ୍ଧୁମାନେ ଏହା ପଛରେ ଏକ କାରଣ ରହିଛି। ବନ୍ଧୁମାନେ ଯଦି ଆପଣଙ୍କ ଘରେ ଯଦି ଛୋଟ ପିଲା ଅଛନ୍ତି ଏବଂ ସେମାନେ ପାଠପଢ଼ାରେ ମନ ଦେଉନାହାନ୍ତି, ପାଠପଢ଼ାରେ ସେମାନଙ୍କର ମନ ଲାଗୁନାହିଁ, କିମ୍ବା ଆପଣ ଯଦି ଯେକୌଣସି ଜବ୍ ପାଇଁ ପ୍ରିପେୟାର ହେଉଛନ୍ତି, ଆପଣଙ୍କୁ କୌଣସି ଜବ୍ ପାଇଁ ପ୍ରିପେୟାର ହେବାର ଅଛି, ତ ଆପଣ ନିଜ ଘରକୁ ଏହି ନୂଆବର୍ଷ ଦିନ ଶୁଆର ଫଟୋ ଚିତ୍ର ନିଶ୍ଚିତ ଆଣନ୍ତୁ ଏବଂ ଘରର ଉତ୍ତର ଦିଗରେ ଆପଣ ଶୁଆର ଚିତ୍ର ଲଗାନ୍ତୁ। ଏପରି ମାନାଯାଏ ଯେ ଯଦି ଆପଣ ନୂଆବର୍ଷର ପ୍ରଥମ ଦିନରେ ଶୁଆର ଚିତ୍ରକୁ ଘରକୁ ଆଣି ଘରର ଉତ୍ତର ଦିଗରେ କାନ୍ଥରେ ଲଗାଉଛନ୍ତି, ଏପରି କରିବା ଦ୍ୱାରା ଆପଣଙ୍କର ପିଲା ପାଠପଢ଼ାରେ ମନ ଦେଇଥାଏ, ତାର ମନ ଏକାଗ୍ର ହୋଇଥାଏ ଏବଂ ଗୃହରେ ସମସ୍ତ ସଦସ୍ୟମାନଙ୍କ ମଧ୍ୟରେ ଭଲ ପାଇବା ମଧ୍ୟ ବଢ଼ିଥାଏ, ଏକତା ବଢ଼ିଥାଏ, ଆପଣଙ୍କୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଶୁଆକୁ ଦାରିଦ୍ରତାର ନାଶକ ବୋଲି କୁହାଯାଇଥାଏ। ଯଦି ଆପଣଙ୍କ ଗୃହରେ କୌଣସି ସଦସ୍ୟ ଅନେକ ଦିନ ଧରି କୌଣସି ରୋଗରେ ପୀଡ଼ିତ ଅଛନ୍ତି କିମ୍ବା ଆପଣଙ୍କ ଗୃହରେ ଦାରିଦ୍ରତା ଲାଗି ରହୁଛି, ବାସ୍ତୁଶାସ୍ତ୍ର ଅନୁସାରେ ଶୁଆକୁ ଅତ୍ୟନ୍ତ ଶୁଭ ବୋଲି ମାନାଯାଇଅଛି। ଯେଉଁଠାରେ ଶୁଆର ଚିତ୍ର ରହିଥାଏ ସେଠାରେ କେବେ ବି ଧନର ଅଭାବ ହୋଇନଥାଏ। ତ ସେଥିପାଇଁ ବନ୍ଧୁମାନେ ଘରକୁ ଶୁଆର ଚିତ୍ର ନିଶ୍ଚୟ ଆଣନ୍ତୁ। ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ସାମଗ୍ରୀଟି କ'ଣ? ତେବେ ଦ୍ୱିତୀୟ ସାମଗ୍ରୀଟି ହେଉଛି ଶଙ୍ଖ। ବନ୍ଧୁମାନେ ଆମର ହିନ୍ଦୁ ଶାସ୍ତ୍ରରେ ଶଙ୍ଖକୁ ପବିତ୍ର ବୋଲି ମାନାଯାଇଥାଏ। ତେବେ ଏପରି କାହିଁକି ମାନାଯାଇଥାଏ? କାରଣ ସମୁଦ୍ର ମନ୍ଥନ ସମୟରେ ଶଙ୍ଖର ଉତ୍ପତ୍ତି ହୋଇଥିଲା ଏବଂ 14ଟି ରତ୍ନ ମଧ୍ୟରେ ଶଙ୍ଖର ଗଣନା ହୋଇଥାଏ।
ଶଙ୍ଖକୁ ସ୍ୱୟଂ ଭଗବାନ ବିଷ୍ଣୁ ନିଜର ହସ୍ତରେ ଧାରଣ କରିଥାନ୍ତି ଏବଂ ଶଙ୍ଖରେ ମା ଲକ୍ଷ୍ମୀଙ୍କର ମଧ୍ୟ ନିବାସ ହୋଇଥାଏ ଏବଂ ଯେଉଁ ଘରେ ପ୍ରତିଦିନ ଶଙ୍ଖର ଧ୍ୱନି କରାଯାଇଥାଏ ସେହି ଘରେ ସର୍ବଦା ବାତାବରଣ ପବିତ୍ର ଏବଂ ଶୁଦ୍ଧ ରହିଥାଏ। ସେହି ଘରର ଯାହା ବି କିଛି ନକାରାତ୍ମକ ଶକ୍ତି ରହିଥାଏ ସେହି ସବୁର ନାଶ ହୋଇଯାଇଥାଏ। ନୂଆବର୍ଷ ଦିନ ଯଦି ଆପଣ ନିଜ ଘରକୁ ଶଙ୍ଖ କିଣିକି ଆଣୁଛନ୍ତି ତ ଭଗବାନ ଶ୍ରୀ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଗୃହରେ ନିବାସ କରିଥାନ୍ତି। ବିଶେଷ କରି ନୂଆବର୍ଷର ପ୍ରଥମ ଦିନ ନିଜ ଘରେ ଆପଣ ଶଙ୍ଖ ଧ୍ୱନି କରିବା ଉଚିତ, ଯାହା ଫଳରେ ପୁରା ବର୍ଷଟି ଆପଣଙ୍କ ପାଇଁ ଶୁଭମୟ ହୋଇଯିବ। ବନ୍ଧୁମାନେ, ଘରେ ଶଙ୍ଖ ରଖିବା ଦ୍ୱାରା ଯଦି ପିଲାଟି ଚିଡ଼ଚିଡ଼ ହେଉଥାଏ ତ ସେ ତାହେଲେ ଶାନ୍ତ ହୋଇଯିବ ଏବଂ ଯଦି ଆପଣଙ୍କ ଗୃହରେ କୌଣସି ପ୍ରକାରର ତନ୍ତ୍ର ଶକ୍ତିର ପ୍ରୟୋଗ ହୋଇଥାଏ ତେବେ ତାହାକୁ ମଧ୍ୟ ଶଙ୍ଖ ନଷ୍ଟ କରିଦେଇଥାଏ। ଏହା ବ୍ୟତୀତ ମା ଲକ୍ଷ୍ମୀଙ୍କର ଆପଣଙ୍କ ଗୃହରେ ସ୍ଥାୟୀ ନିବାସ ମଧ୍ୟ ଏହି ଶଙ୍ଖ ଦ୍ୱାରା ହୋଇଥାଏ। ଅର୍ଥାତ୍ ଆପଣଙ୍କ ଗୃହରେ ଯଦି ଶଙ୍ଖ ରହିଥାଏ ତେବେ ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଗୃହରେ ସ୍ଥାୟୀ ନିବାସ କରିଥାନ୍ତି। ଏହା ବ୍ୟତୀତ ଆପଣଙ୍କ ଗୃହରେ ଯଦି ଅଯଥା ଖର୍ଚ୍ଚ ଅଧିକ ହୋଇଥାଏ, ଆୟ ଅପେକ୍ଷା ଆପଣଙ୍କର ଗୃହରେ ବ୍ୟୟ ଅଧିକ ହୋଇଥାଏ ତେବେ ଏହାକୁ ମଧ୍ୟ ଶଙ୍ଖ ନିୟନ୍ତ୍ରଣ କରିଦେଇଥାଏ। ତେବେ ତୃତୀୟ ସାମଗ୍ରୀଟି ହେଉଛି ଭଗବାନ ଶ୍ରୀ ଗଣେଶଙ୍କର ମୂର୍ତ୍ତି। ଆପଣ ବର୍ଷ ସାରା ନିଜ ଗୃହରେ ସୁଖ ସମୃଦ୍ଧିର ବୃଦ୍ଧି କରିବା ପାଇଁ ନୂଆ ବର୍ଷର ପ୍ରଥମ ଦିନରେ ଆପଣ ପ୍ରଭୁ ଗଣେଶଙ୍କର ମୂର୍ତ୍ତି ନିଶ୍ଚିତ ଭାବରେ କିଣିକି ଆଣନ୍ତୁ, କାରଣ ଏହି ବର୍ଷଟି ନୂତନ ବର୍ଷ ଗୁରୁବାରରୁ ହିଁ ଆରମ୍ଭ ହେଉଛି, ଯାହାଫଳରେ ସମ୍ପୂର୍ଣ୍ଣ ବର୍ଷଟି ଉପରେ ଶ୍ରୀ ଗଣେଶଙ୍କର ପ୍ରଭାବ ରହିବ। ସେଥିପାଇଁ ଆପଣ ଶୁଭ ଲାଭ ରିଦ୍ଧି ସିଦ୍ଧି ପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଏହି ନୂଆ ବର୍ଷର ପ୍ରଥମ ଦିନରେ ନିଜ ଘରକୁ ଶ୍ରୀ ଗଣେଶଙ୍କର ମୂର୍ତ୍ତି ନିଶ୍ଚିତ ଆଣନ୍ତୁ, କାରଣ ଶ୍ରୀ ଗଣେଶ ଅଗ୍ରପୂଜ୍ୟ ଅଟନ୍ତି। ଯେଉଁ ଗୃହରେ ନୂଆବର୍ଷର ପ୍ରଥମ ଦିନରେ ଶ୍ରୀ ଗଣେଶଙ୍କର ପ୍ରତିମା ଅଣାଯାଇଥାଏ ସେହି ଗୃହରେ କେବେ ବି ସୁଖ ସମୃଦ୍ଧି ଅଭାବ ହୋଇନଥାଏ। ଶ୍ରୀ ଗଣେଶଙ୍କୁ ରିଦ୍ଧି ସିଦ୍ଧିଙ୍କର ସ୍ୱାମୀ କୁହାଯାଇଥାଏ, ଶୁଭ ଲାଭଙ୍କର ପିତା କୁହାଯାଇଥାଏ। ଶ୍ରୀ ଗଣେଶଙ୍କୁ ମଙ୍ଗଳକାରୀ ସ୍ୱରୂପ ମାନାଯାଇଥାଏ, ବିଘ୍ନହର୍ତ୍ତା ମାନାଯାଇଥାଏ। ଶ୍ରୀ ଗଣେଶ ସର୍ବଦା ମଙ୍ଗଳ ପ୍ରଦାନ କରିଥାନ୍ତି। ଚତୁର୍ଥ ସାମଗ୍ରୀଟି ହେଉଛି ତୁଳସୀ ଗଛ। ବନ୍ଧୁମାନେ, ଆମର ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ହିଁ ଅଧିକ ପବିତ୍ର ମାନାଯାଇଥାଏ। ତୁଳସୀ ଗଛକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନାଯାଇଥାଏ। ସେଥିପାଇଁ ପ୍ରତ୍ୟେକ ଦିନ ନିୟମିତ ଭାବରେ ମା ତୁଳସୀଙ୍କର ପୂଜା କରିବା ଦ୍ୱାରା ଆପଣଙ୍କୁ ଶ୍ରୀ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ। ସେଥିପାଇଁ ନୂଆବର୍ଷର ପ୍ରଥମ ଦିନରେ ଆପଣ ନିଜ ଗୃହରେ ତୁଳସୀ ଗଛ ନିଶ୍ଚୟ ଭାବରେ ଲଗାନ୍ତୁ, ଯାହାଫଳରେ ବର୍ଷ ସାରା ଆପଣଙ୍କ ଗୃହରେ ସୁଖ ସମୃଦ୍ଧି ଲାଗି ରହିବ। ଆପଣଙ୍କ ଗୃହରେ ଧନ ଧାନ୍ୟରେ ବୃଦ୍ଧି ହେବ। ବନ୍ଧୁମାନେ, ମା ଲକ୍ଷ୍ମୀଙ୍କୁ ଆମେ ଧନର ଦେବୀ ଭାବରେ ଜାଣିଥାଉ, ମାତ୍ର ଧନର ଦେବାର ଅଧିକାର ଶ୍ରୀ ବିଷ୍ଣୁଙ୍କ ନିକଟରେ ରହିଥାଏ ଏବଂ ତାହାକୁ କେତେ ମାତ୍ରାରେ ଧନ ଦିଆଯିବ ଶ୍ରୀ ବିଷ୍ଣୁ ହିଁ ନିର୍ଦ୍ଧାରିତ କରିଥାନ୍ତି। ସେଥିପାଇଁ ଯେଉଁ ବ୍ୟକ୍ତି ନିୟମିତ ଭାବରେ ପ୍ରତ୍ୟେକ ଦିନ ମା ତୁଳସୀଙ୍କର ପୂଜାର୍ଚ୍ଚନା କରିଥାନ୍ତି ତାଙ୍କୁ ଶ୍ରୀ ବିଷ୍ଣୁଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ। ତୁଳସୀ ଗଛ ଯେତେ ଭଲରେ ବଢ଼ିବ ଏବଂ ଯେତେ ଝଙ୍କାଳିଆ ହେବ ଆପଣଙ୍କ ଗୃହରେ ସୁଖ ସମୃଦ୍ଧି ଏବଂ ଧନ ଧାନ୍ୟ ମଧ୍ୟ ସେହି ମାତ୍ରାରେ ବଢ଼ିବାକୁ ଲାଗିବ। ସେଥିପାଇଁ ନିଶ୍ଚିତ ଭାବରେ ନୂଆବର୍ଷର ପ୍ରଥମ ଦିନରେ ଆପଣ ତୁଳସୀ ଗଛ ଏବଂ ଅନ୍ୟାନ୍ୟ ବୃକ୍ଷ ମଧ୍ୟ ରୋପଣ କରନ୍ତୁ। ପଞ୍ଚମ ସାମଗ୍ରୀଟି ହେଉଛି ମୟୂର ପୁଚ୍ଛ। ଏହି ମୟୂର ପୁଚ୍ଛଟି ଭଗବାନ ଶ୍ରୀକୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ଶ୍ରୀକୃଷ୍ଣ ମସ୍ତକରେ ମୟୂର ପୁଚ୍ଛକୁ ଧାରଣ କରିଥାନ୍ତି। ଶ୍ରୀକୃଷ୍ଣଙ୍କର ମୁକୁଟରେ ସବୁବେଳେ ମୟୂର ପଙ୍ଖ ରହିଥାଏ ଏବଂ ମୟୂର ପଙ୍ଖ ଦ୍ୱାରା ମା ଲକ୍ଷ୍ମୀ ମଧ୍ୟ ଆକର୍ଷିତ ହୋଇଥାନ୍ତି। ତ ନୂଆବର୍ଷ ଦିନ ଆପଣ ନିଜ ଘରକୁ ମୟୂର ପୁଚ୍ଛ କିଣିକି ଆଣନ୍ତୁ ଏବଂ ଏହାକୁ ଆପଣ ନିଜ ଘରର ଉତ୍ତର ଦିଗରେ କାନ୍ଥରେ ଲଗାଇ ଦିଅନ୍ତୁ। ଆପଣ ଯଦି ନିଜ ଘରର ଉତ୍ତର ଦିଗରେ ମୟୂର ପୁଚ୍ଛ ଲଗାଉଛନ୍ତି ତ ଏହି ଆପଣଙ୍କ ଘରେ ଥିବା ସମସ୍ତ ପ୍ରକାରର ନକାରାତ୍ମକ ଶକ୍ତିକୁ ଟାଣି ବାହାର କରିଦେଇଥାଏ ଏବଂ ଆପଣଙ୍କ ଗୃହରେ ଧନ ଧାନ୍ୟରେ ମଧ୍ୟ ବୃଦ୍ଧି କରିଥାଏ। ଷଷ୍ଠ ସାମଗ୍ରୀଟି ହେଉଛି ଚାନ୍ଦିର ହାତୀ। ଯଦି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣ ନିଜ ଘରକୁ ନୂଆବର୍ଷର ପ୍ରଥମ ଦିନରେ ଚାନ୍ଦିର ହାତୀ କିଣିକି ଆଣୁଛନ୍ତି ତ ଆପଣଙ୍କର ବେପାର ଏବଂ ଚାକିରି କ୍ଷେତ୍ରରେ ବହୁତ ଅଧିକ ଉନ୍ନତି ହୋଇଥାଏ। ଗୃହରେ ସର୍ବଦା ସୁଖ ଶାନ୍ତିର ବାସ ହୋଇଥାଏ। ସପ୍ତମ ବାସ୍ତୁଟି ହେଉଛି ଧାତୁର ନିର୍ମିତ କଇଁଛ।
ଆପଣ ଚାହିଁଲେ ଚାନ୍ଦିର ନିର୍ମିତ କଇଁଛ ଆଣିପାରିବେ କିମ୍ବା ପିତ୍ତଳର ନିର୍ମିତ କଇଁଛ ମଧ୍ୟ ଆଣିପାରିବେ। ଏହାକୁ ବହୁତ ଶୁଭ ମାନାଯାଇଥାଏ ଏବଂ ଏହାକୁ ଆପଣ ଉତ୍ତର ଦିଗରେ ସ୍ଥାପନା କରନ୍ତୁ। ତ ବନ୍ଧୁମାନେ, ଯଦି ଆପଣ ଧନର ଅଭିଳାଷ ରଖିଛନ୍ତି ତେବେ ଏହାକୁ ଆପଣ ଉତ୍ତର ଦିଗରେ ରଖନ୍ତୁ। ଯଦି ଆପଣ ସୁଖ ଶାନ୍ତିର କାମନା କରୁଛନ୍ତି ତ ଏହାକୁ ଆପଣ ପୂର୍ବ ଦିଗରେ ରଖନ୍ତୁ ଏବଂ ଯଦି ଆପଣ ଉତ୍ତମ ସ୍ୱାସ୍ଥ୍ୟର ପ୍ରାପ୍ତି ଚାହୁଁଛନ୍ତି ତ ଏହାକୁ ଆପଣ ପଶ୍ଚିମ ଦିଗରେ ସ୍ଥାପନା କରନ୍ତୁ। ତ ବନ୍ଧୁମାନେ, ଯେତେବେଳେ ଆପଣ ଧାତୁର କଇଁଛକୁ ଆଣୁଛନ୍ତି ତ ସର୍ବପ୍ରଥମେ ଏହାକୁ ଆପଣ ଗଙ୍ଗା ଜଳରେ ଭଲ ଭାବରେ ସ୍ନାନ କରାଇ ଦିଅନ୍ତୁ। ତାପରେ ଆପଣ ଗାୟତ୍ରୀ ମନ୍ତ୍ରର ପାଠ କରନ୍ତୁ, ମା ଲକ୍ଷ୍ମୀଙ୍କର ମନ୍ତ୍ର ଜପ କରନ୍ତୁ, ଯାହାଫଳରେ କଇଁଛଟି ଅଭିମନ୍ତ୍ରିତ ହୋଇଯିବ। ତାପରେ ଆପଣ ନିଜର କାମନା ଅନୁସାରେ ଏହାକୁ ସେହି ଦିଗରେ ସ୍ଥାପନା କରନ୍ତୁ। ଯଦି ଆପଣ ଏହାକୁ ଉତ୍ତର ଦିଗରେ ରଖୁଛନ୍ତି ତ ଆପଣଙ୍କ ଗୃହରେ ଧନ ବୃଦ୍ଧି କରାଇଥାଏ। ତେବେ ସପ୍ତମ ଜିନିଷଟି ହେଉଛି ଗୋମତୀ ଚକ୍ର। ବନ୍ଧୁମାନେ, ଗୋମତୀ ଚକ୍ରଟି ହେଉଛି ଗୋଟେ ସାଧାରଣ ପଥର ପରି ଦେଖାଯାଇଥାଏ। ବନ୍ଧୁମାନେ, ଘରେ ଗୋମତୀ ଚକ୍ର ରଖିବା ଦ୍ୱାରା ଆପଣଙ୍କୁ ଶତ୍ରୁ ଭୟ ଲାଗିନଥାଏ। ଆପଣ ଯଦି ସଧବା ନାରୀ ଅଟନ୍ତି ଏବଂ ନିଜର ସିନ୍ଦୁର ଡବାରେ ଆପଣ ଗୋଟିଏ ଗୋମତୀ ଚକ୍ର ରଖୁଛନ୍ତି ତ ଏହା ଆପଣଙ୍କର ସ୍ୱାମୀଙ୍କୁ ସମସ୍ତ ବିପଦରୁ ରକ୍ଷା କରିଥାନ୍ତି। ଆପଣଙ୍କ ମଧ୍ୟରେ ଭଲ ପାଇବା ବଢ଼ିଥାଏ। ଆପଣ ଚାହିଁଲେ 11ଟି ଗୋମତୀ ଚକ୍ରକୁ ହଳଦିଆ କପଡ଼ାରେ ବାନ୍ଧି ମା ଲକ୍ଷ୍ମୀଙ୍କ ନିକଟରେ ପୂଜାର୍ଚ୍ଚନା କରି ନିଜର ଧନ ରଖୁଥିବା ସ୍ଥାନରେ ରଖିପାରିବେ, ଯାହାଫଳରେ ଆପଣଙ୍କ ଗୃହରେ ଧନ ଧାନ୍ୟରେ ବୃଦ୍ଧି ହେବ ଏବଂ ଗୃହରେ କେବେ ବି ଧନର ସମସ୍ୟା ହେବ ନାହିଁ। ତେବେ ଅନ୍ୟ ଗୋଟିଏ ବସ୍ତୁ ହେଉଛି ଏକ ଆଖିବାଲା ନଡ଼ିଆ। ବନ୍ଧୁମାନେ, ଏକ ଆଖିବାଲା ନଡ଼ିଆ ବିରଳ ହୋଇଥାଏ। ଏହା ଆପଣଙ୍କୁ ସହଜରେ ମିଳିନଥାଏ। ତ ଯଦି ଆପଣଙ୍କୁ ଏକ ଆଖିବାଲା ନଡ଼ିଆ ମିଳିଯାଉଛି ତ ଆପଣ ନିଜକୁ ଭାଗ୍ୟବାନ ମନେ କରିବା ଉଚିତ। ଏହା ଅତ୍ୟନ୍ତ ଚମତ୍କାରୀ ନଡ଼ିଆ ହୋଇଥାଏ। ଯଦି ଆପଣ ନୂଆ ବର୍ଷ ଦିନ ଆପଣ ଏକ ଆଖିବାଲା ନଡ଼ିଆ ମିଳିଯାଉଛି ଏବଂ ଏହାକୁ ଆପଣ ଘରେ ଆଣି ଈଶ୍ୱରଙ୍କ ନିକଟରେ ପୂଜାର୍ଚ୍ଚନା କରି ତାକୁ ନିଜର ଆଲମାରିରେ ରଖୁଛନ୍ତି ତେବେ ଏହା ଆପଣଙ୍କର ଧନ ଧାନ୍ୟକୁ 100 ଗୁଣରେ ବୃଦ୍ଧି କରାଇଥାଏ। ତେବେ ବନ୍ଧୁମାନେ, ଯଦି ଆପଣ କେବେ ନଡ଼ିଆ କିଣୁଛନ୍ତି କିମ୍ବା ଆପଣ ନିଜ ଗଛରୁ ନଡ଼ିଆ ସଂଗ୍ରହ କଲାବେଳେ ଅଚାନକ ଭାବରେ ଆପଣଙ୍କୁ ଏକ ଆଖିବାଲା ନଡ଼ିଆ ମିଳିଯାଉଛି ତେବେ ଏହା ଆପଣଙ୍କୁ ଅଧିକ ଶୁଭ ପରିଣାମ ଦେଇଥାଏ। ତ ଆପଣ ଯଦି କେବେ ବି ଏକ ଆଖିବାଲା ନଡ଼ିଆ ପାଉଛନ୍ତି ତ ତୁରନ୍ତ ଏହାକୁ ହାତଛଡ଼ା ନ କରି ନିଜ ଘରକୁ ନେଇ ଆସିବା ଉଚିତ ଏବଂ ଏହାକୁ ଆପଣ ଠାକୁରଙ୍କ ନିକଟରେ ପୂଜା କରି ନିଜର ଆଲମାରିରେ ରଖିବା ଉଚିତ। ଏହି ଏକ ଆଖିବାଲା ନଡ଼ିଆକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନାଯାଇଥାଏ। ତ ବନ୍ଧୁମାନେ, ମୁଁ ଆପଣଙ୍କୁ ଏହି ଭିଡ଼ିଓରେ ଯେତେ ସବୁ ସାମଗ୍ରୀ ବିଷୟ କହିଲି ତାହା ମଧ୍ୟରୁ କୌଣସି ଗୋଟିଏ ଆପଣ ନିଶ୍ଚିତ ଭାବରେ ନୂଆବର୍ଷ ଦିନ ନିଜର ଘରକୁ ନେଇ ଆସନ୍ତୁ, ଯାହାଫଳରେ ସମ୍ପୂର୍ଣ୍ଣ ବର୍ଷଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ, ଆପଣଙ୍କର ଆର୍ଥିକ ସ୍ଥିତିକୁ ମଜବୁତ କରାଇବ ଏବଂ ଗୃହରେ ସୁଖ ସମୃଦ୍ଧି ବଢ଼ାଇବ। ତେବେ ବନ୍ଧୁମାନେ, ମୋର ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ।